ଯିଏ କି ବିଜୁ ବାବୁଙ୍କର ଗୋଟିଏ ବଡ଼ ଶିଷ୍ୟ ଥିଲେ ଏବଂ ବିଜୁ ବାବୁଙ୍କ ସହିତ ରହିକି ରାଜନୀତି କରୁଥିଲେ ଏବଂ ବିଜୁ ଜନତା ଦଳର ଜନତା ପାର୍ଟିର ଗୋଟେ ବରିଷ୍ଠ ନେତା ଥିଲେ। ପ୍ରାୟ ଆଜିକୁ 30 ବର୍ଷ ହେଲା ସେ ସନ୍ନ୍ୟାସ ନେଇକି ଓଡ଼ିଶା ବାହାରେ ଯାଇକି ରହୁଥିଲେ। ସେ ଏବେ ଆସିଛନ୍ତି, ତାଙ୍କ ଘର ଜୁବ୍ରା 25 ନମ୍ବର ୱାର୍ଡର ସେ କାଉନସିଲର ବି ଥିଲେ। ଆମ ଦଳର ଗୋଟେ ବହୁତ ବଡ଼ ନେତା ଥିଲେ। ସାଂଗଠନିକ କାମରେ ସେ ବହୁତ ସମୟ ଦେଉଥିଲେ, ପରୋପକାରୀ ବନ୍ଧୁ ଥିଲେ, ସମସ୍ତଙ୍କୁ ସାହାଯ୍ୟ କରୁଥିଲେ, ସହଯୋଗ କରୁଥିଲେ ଏବଂ ଜୋବ୍ରା ଅଞ୍ଚଳର ଏବଂ କଟକ ସହରର ବିକାଶ ପାଇଁ ମଧ୍ୟ ସବୁବେଳେ ତାଙ୍କର ଉଦ୍ୟମ ଥିଲା। ସେହିପରି ଜଣେ ନେତା ଶ୍ରୀଯୁକ୍ତ ପରମାନନ୍ଦ ରାଉତ, ଯିଏକି ଆଜି 30 ବର୍ଷ ପରେ ପୁଣି ଆଜି ଫେରିଛନ୍ତି। ଆମ ଦଳର ପୁରୁଖା ନେତା ଥିଲେ, କିନ୍ତୁ ସେ ସନ୍ନ୍ୟାସ ନେଇଛନ୍ତି, ମହାରାଷ୍ଟ୍ରରେ ରହୁଛନ୍ତି, 30 ବର୍ଷ ପରେ ଫେରିଛନ୍ତି। ଆମେ ସମସ୍ତେ ବିଜୁ ଜନତା ଦଳ ତରଫରୁ ଆମ ଜିଲ୍ଲାର କଟକ ଜିଲ୍ଲାର ନବନିଯୁକ୍ତି ପାଇଥିବା ଜିଲ୍ଲାର ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ, ଆମ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଭାଇ, ଶକିଲ, ପ୍ରକାଶ ବାବୁ ଏବଂ ଆମ ଯୁବ ସଭାପତି ବବଲୁ ଏବଂ ସମସ୍ତେ, ବାବୁଲି ଭାଇ ଆମର ପୁରୁଣା ବିଜୁ ଜନତା ଦଳର ନେତା, ସମସ୍ତେ ଆମେ ଆସିଥିଲୁ, ତାଙ୍କୁ ଭେଟିଲୁ, ତାଙ୍କ ଆଶୀର୍ବାଦ ନେଲୁ ଏବଂ ବିଜୁ ଜନତା ଦଳ ତରଫରୁ ମଧ୍ୟ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇଲୁ, ସମ୍ବର୍ଦ୍ଧିତ କଲୁ କି ଆମେ ଚାହିଁଲୁ କି ସେ ତାଙ୍କର ବୟସର ପରିଣତି ଅବସ୍ଥାରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ, ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब एवं फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।